ଗାଗୁର ଜନ୍ମଦିନ ଥିଲା ଏପ୍ରିଲ 2 ତାରିଖରେ। ଗାଗୁ ଏବେ ତାର ମାମୁଁ ଘରକୁ ଆସିଛି। ଆଉ ମାମୁଁ ଘରେ ଏଇ ବର୍ଷ ତାର ଜନ୍ମଦିନ ପାଳନ କରାଯାଇଥିଲା। ପ୍ରଥମେ ନନା ଆସି ଆମ ଠାକୁର ଘରେ ପୂଜା କରିଥିଲେ। ସେହି ସମୟରେ ଗାଗୁ ଗାଧୋଇ ସାରି ନୂଆ ଡ୍ରେସ୍ ପିନ୍ଧି ପୂଜା ପାଇଁ ରେଡ଼ି ହୋଇଯାଇଥିଲା। ନନା ଗାଗୁ ନାମରେ ସଂକଳ୍ପ କରି ଠାକୁରଙ୍କ ପାଖରେ ପୂଜା କରିଥିଲେ। ଘରେ ଶୁଦ୍ଧତାର ସହିତ କ୍ଷୀରି ଆଉ ଚକୁଳି ପିଠା ତିଆରି କରାଯାଇଥିଲା। ଆମ ଓଡ଼ିଆ ଘରେ ଜନ୍ମଦିନରେ ଯାହା କିଛି ସେଲିବ୍ରେସନ୍ କରାଗଲେ ମଧ୍ୟ ଚକୁଳି ପିଠା କ୍ଷୀରି ତିଆରି କରିବାର ପରମ୍ପରା ରହିଆସିଅଛି। ଏହା ଆମ ଓଡ଼ିଆମାନଙ୍କର ପ୍ରଥା ଓ ପରମ୍ପରା ଯୁଗ ଯୁଗରୁ ହିଁ ଚଳି ଆସିଛି। ଜନ୍ମଦିନରେ ଚକୁଳି ପିଠା ଓ କ୍ଷୀରି ହିଁ ପାଖ ପଡ଼ୋଶୀଙ୍କ ଘରେ ବଣ୍ଟା ଯାଇଥାଏ। ପ୍ରଥମେ ଚକୁଳି ପିଠା ଓ କ୍ଷୀରି ତିଆରି କରାଯାଇ ଠାକୁର ଘରେ ଭୋଗ ଲାଗିଥିଲା। ତାପରେ ଆମେମାନେ ଘରେ ସକାଳ ଜଳଖିଆରେ ଖାଇ ନେଇଥିଲୁ। ଏବେ ସନ୍ଧ୍ୟା ସମୟ, ବାର୍ଥଡେ କେକ୍ କଟିଂ ହେବ। ମାମୁଁ ଘରେ ତାର ସାଙ୍ଗମାନେ ତ କେହି ନାହାନ୍ତି। ଅଜା ଆଈଙ୍କ ପାଖରେ ଜନ୍ମଦିନର କେକ୍ କଟାଯିବ। ଅଜା କିନ୍ତୁ ବାର୍ଥଡେ କେକ୍ କଟିଂ ସମୟରେ ନଥିଲେ। ସେ ସବୁ ସମୟରେ ବ୍ୟସ୍ତ। ଗାଗୁର ମାଉସୀ ଝିଅ ଆସିଛନ୍ତି, ମିଶା ମାମା ଆଉ ଚିକି। ଗାଗୁ ଆସିଲା ଦିନୁ ମିଶା ମାମା ସହିତ ଫୁଲ୍ ଏନ୍ଜୟ ତାର ମାମୁଁ ଘରେ। ଆଉ ଜନ୍ମଦିନରେ ମିଶା ମାମା ଚିକି ସହିତ ମିଶି ଜନ୍ମଦିନର କେକ୍ କାଟିଥିଲା। କେକ୍ କଟିଂ ସମୟରେ ମୁଁ, ଗାଗୁର ଆଈ, ଟିଲି ମାଉସୀ, ଇତି ମାଉସୀ ଓ ପ୍ରେମ ଆଈ ଉପସ୍ଥିତ ଥିଲୁ। ବାର୍ଥଡେ କେକ୍ କଟିଂ ହୋଇଥିଲା। ଗାଗୁ ତାର କହିଦେଇଛି କୋରାପୁଟ ଗଲେ ତାର ସାଙ୍ଗମାନଙ୍କୁ ଡାକି ବାର୍ଥଡେ ପାର୍ଟି ଦେବ। କେକ୍ କଟିଂ ସରିଥିଲା। ଆଉ କ'ଣ? ଏହାପରେ ଘରେ ରାତିରେ ଖାଇବା ପାଇଁ ରୋଷେଇ ଆରମ୍ଭ ହୋଇଥିଲା। ଏହି ଆମ ଘର ଲୋକଙ୍କ ପାଇଁ। ହଁ, ଗାଗୁର ବାବା କୋରାପୁଟରେ ମନ୍ଦିର ଯାଇ ପୂଜା କରି ନେଇଥିଲେ। ଗାଗୁର ଜନ୍ମଦିନ ଉପଲକ୍ଷେ ମାମୁଁ ଘରର ସାହି ପଡ଼ିଶାଙ୍କୁ ଚକୁଳି ପିଠା, କ୍ଷୀରି ସହିତ ଜନ୍ମଦିନରେ କଟାଯାଇଥିବା କେକ୍ ବଣ୍ଟା ଯାଇଥିଲା। ଏହିପରି ଭାବରେ ଗାଗୁର ଜନ୍ମଦିନଟିକୁ ମାମୁଁ ଘରେ ପାଳନ କରାଯାଇଥିଲା। ରହୁଛି। ଯେଉଁମାନେ ଗାଗୁର ଜନ୍ମଦିନର ଭିଡ଼ିଓ ଦେଖୁଥିବେ, ଗାଗୁକୁ ବହୁତ ସାରା ଆଶୀର୍ବାଦ କରିବେ। ଗାଗୁ ଜୀବନରେ ଜଣେ ଭଲ ମଣିଷ ହୋଇ ଗଢ଼ି ଉଠୁ। ମୋର ମଧ୍ୟ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା। ରହୁଛି। ଜୟ ଜଗନ୍ନାଥ।